ଆମେ ସ୍କୋୟାର କିପରି ବାହାର କରିବା ତାହା ଶିଖିବା। ଗୋଟେ ଏକ୍ସାମ୍ପଲ ନେଇଛି 31 ର ସ୍କୋୟାର। ପ୍ରଥମେ ଆମେ 3 ର ସ୍କୋୟାର କାଢ଼ିବା 9, ତାକୁ ଫାର୍ଷ୍ଟ ପ୍ଲେସରେ ଲେଖିବା, ତାପରେ ମିଡିଲ ପ୍ଲେସକୁ ଛାଡ଼ିବା, ଲାଷ୍ଟ ପ୍ଲେସରେ 1 ର ସ୍କୋୟାର ଲେଖିବା, ଦ୍ୟାଟ୍ ଇଜ 1। ଏବେ କ'ଣ କରିବା, 3, 1 ଆଉ 2 କୁ ମଲ୍ଟିପ୍ଲାଏ କରିବା ଏବଂ ତାର ଆନ୍ସର ଆସିବ 6। ଏବେ ସେ ମିଡିଲ ପ୍ଲେସରେ 6 କୁ ଲେଖିବା ଏବଂ ଆମର ଆନ୍ସର ଆସିବ 961। ଏବେ ଆମେ 78 ର ସ୍କୋୟାର ବାହାର କରିବା। ପ୍ରଥମେ 7 ର ସ୍କୋୟାର ବାହାର କରିବା, ଦ୍ୟାଟ୍ ଇଜ 49 ଏବଂ ବ୍ଲାଙ୍କରେ 49 କୁ ଲେଖିବା। ତାପରେ ମିଡିଲ ବ୍ଲାଙ୍କକୁ ଆମେ ଛାଡ଼ିବା ଏବଂ ତାପରେ 8 ର ସ୍କୋୟାର ଆମେ ବାହାର କରିବା, ଦ୍ୟାଟ୍ ଇଜ 64, ତାକୁ ଲେଖିବା। ତାପରେ ଆମେ 7, 8 ଏବଂ 2 କୁ ମଲ୍ଟିପ୍ଲାଏ କରିବା ଏବଂ ତାର ଆନ୍ସର ହେବ 112। ଏବେ କ'ଣ କରିବା ନା 4964 ରେ ଏଡ୍ କରିବା 112 କୁ, ଗୋଟେ ଡିଜିଟ୍ ଛାଡ଼ିକି ଆମେ ଲେଖିବା, 4 କୁ ଛାଡ଼ିକି ଲେଖିବା ଏବଂ ତା ଆନ୍ସର ହେବ 5076।